नमस्कार। शैशव सुरक्षित हेले भविष्य मध्य समृद्ध हो। एणु एक सुरक्षित शैशव पाई आपण माने विशेषकर आमर अंगनवाड़ी कर्मी हुंतु आमर शिक्षक माने हुंतु एमाने समस्ते तत्परता प्रकाश करिसेंती एवं निज निज स्तर रे एक सुरक्षित शैशव विकसित शैशव प्रदान करिबा पई समस्ते प्रयासरत अछंती। ଏହା ସତ୍ତ୍ୱେ ଆମେ ଆମର ଚାରିକଡ଼କୁ ଯଦି ଆଖି ବୁଲେଇବା ତାହେଲେ ଅନେକ ସମୟରେ ଶିଶୁମାନେ ଅସୁରକ୍ଷିତ ଅବସ୍ଥାରେ ଥିବାର ଆମେ ଦେଖିପାରୁଥାଉ ଏବଂ ଏହି ଅସୁରକ୍ଷାର କାରଣକୁ ଯଦି ଆମେ ଅନୁଧ୍ୟାନ କରିବା ତାହେଲେ ବେଳେ ବେଳେ ପରିବାର ଭିତରେ ଦରିଦ୍ରତାର କାରଣରୁ ହଉ ବା ଶିକ୍ଷାର ଅଭାବ କାରଣରୁ ହଉ ସଚେତନତାର ଅଭାବ କାରଣରୁ ହଉ ବିଭିନ୍ନ ସମୟରେ ଆମର ସାମାଜିକ ରୀତିନୀତି ପ୍ରଥା ପରମ୍ପରା କାରଣରୁ ହଉ ଏବଂ ଆମର ଧାର୍ମିକ ପ୍ରଥା ପରମ୍ପରା ମଧ୍ୟ ଅନେକ ରହିଛି ଯାହା ମଧ୍ୟ ସେମାନଙ୍କୁ ଅନେକ ସମୟରେ ପ୍ରଭାବିତ କରେ। ବେଳେ ବେଳେ ଆମର ଯୋଉ ନୀତି ନିୟମ ସବୁ ରହିଛି ଆଇନ ରହିଛି ସେଗୁଡ଼ିକର ସଠିକ ପ୍ରୟୋଗ ନ ହେବା କାରଣରୁ ମଧ୍ୟ ପିଲାମାନେ ଅସୁରକ୍ଷିତ ବା ବିପଦ ସଂକୁଳ ଅବସ୍ଥାକୁ ଚାଲି ଯାଆନ୍ତି। ତ ବହୁତ କାରଣ ରହିଛି। ଆମର ଏକ ଅବଧାରଣା ରହିଛି ଯେ ପିଲା କେବଳ ଯଦି ଗରିବ ପରିବାରରୁ ଆସେ ସେ ବିପଦ ସଂକୁଳ ହୁଏ, କିନ୍ତୁ ଆମକୁ ମନେ ରଖିବାକୁ ହବ ଯେ ବର୍ତ୍ତମାନ ସମୟରେ ଯେତେବେଳେ ଇଣ୍ଟରନେଟର ଯୁଗରେ ସବୁ ପିଲାଙ୍କ ହାତରେ ଧୀରେ ଧୀରେ ସ୍ମାର୍ଟଫୋନ ଆସୁଛି ଏବଂ ସେମାନେ ଇଣ୍ଟରନେଟର ବହୁଳ ବ୍ୟବହାର ଭିତରକୁ ଆସୁଛନ୍ତି, ଏପରିକି ତାର ସଦୁପଯୋଗ ମଧ୍ୟ କରୁଛନ୍ତି ପାଠ ପଢାରେ, ସେହି ସମୟରେ ଧନୀ ଘରର ପିଲା ବି ହେଲେ ବି ଯଦି ଇଣ୍ଟରନେଟର ପ୍ରକ୍ରିୟା ଭିତରେ ସେ ଅଛି ତାର ମଧ୍ୟ ବିପଦ ସଂକୁଳ ହେବାର ସମ୍ଭାବନାକୁ ଆମେ ଏଡେଇ ଦେଇ ପାରିବା ନାହିଁ। ତେଣୁ ପ୍ରତ୍ୟେକଟି ପିଲା କୌଣସି ବି ପରିସ୍ଥିତିରେ ବିପଦ ସଂକୁଳ ହେବାର ସମ୍ଭାବନା ରହିଛି। ଏଣୁ ପିଲାମାନଙ୍କ ପ୍ରତି ଆମର ଧ୍ୟାନ ସବୁବେଳେ ରହିବା ଆବଶ୍ୟକ ଏବଂ ଏଭଳି ବିପଦ ସଂକୁଳତା ପରିସ୍ଥିତିରେ ସେମାନଙ୍କୁ ଚିହ୍ନଟ କରାଯିବା ସହିତ ସେମାନଙ୍କ ପାଇଁ ଥିବା ଉପଯୁକ୍ତ ବିଧି ବ୍ୟବସ୍ଥା ଭିତରେ ତାଙ୍କୁ ସାମିଲ କରାଯିବାର ଆବଶ୍ୟକ। ଏହି ଉଦ୍ଦେଶ୍ୟରେ ଆମର ଏହି ଚ୍ୟାନେଲ ମାଧ୍ୟମରେ ଆପଣଙ୍କ ପାଖରେ ଆମେ ଏବେ ନିରନ୍ତର ଭାବରେ ଶିଶୁ ସୁରକ୍ଷାର ବିଭିନ୍ନ ଦିଗ ସମ୍ପର୍କରେ ଆଲୋଚନା କରିବାକୁ ସ୍ଥିର କରିଛୁ। ଆଶା କରୁଛୁ ଏହା ଆପଣମାନଙ୍କ ପାଇଁ ଉପାଦେୟ ହେବ ଏବଂ ଆପଣମାନଙ୍କ ପାଇଁ ନିଜର କାର୍ଯ୍ୟକୁ ସୁଗମ କରିବା ପାଇଁ ଅନେକ ଲାଭଦାୟକ ହେବ। ତେବେ ଶିଶୁ ଅସୁରକ୍ଷିତ ହୁଏ ବୋଲି ଆମେ କେମିତି ଜାଣିଥାଉ? ଆମେ ଦେଖୁ ଆମର ଚାରିକଡ଼ରେ ବେଳେ ବେଳେ ପିଲାଟି ଆଉ ବିଦ୍ୟାଳୟ ଆସିପାରୁନାହିଁ, ବିଦ୍ୟାଳୟକୁ ଆସିବା ବନ୍ଦ କରିଦେଲାଣି। ହୁଏତ ସିଏ ମଧ୍ୟ ଗୋଟେ ଚିହ୍ନ ଯାହା ପିଲାର ବିପଦ ସଂକୁଳତାକୁ ଦର୍ଶାଏ। ହୁଏତ ଘରେ ଘରୋଇ ହିଂସାର ଶିକାର ବା ଘରୋଇ ହିଂସାର ପ୍ରଭାବରେ ପୀଡ଼ିତ ହେଉଥିବ ଏ ପିଲାଟି, ତେଣୁକରି ସେ ଆସିପାରୁନଥିବ ବା ଘରେ ତାର ଯୋଉ ଶୈଶବର ଅଧିକାର ଅଛି ସେ ପୂରଣ ହେଇପାରୁନାହିଁ ଏବଂ ସେହି ସମୟରେ ତା ଉପରେ ବୋଝ ପଡୁଛି ଆଉ କୋଉ ଭାଇ ଭଉଣୀର ଯତ୍ନ ନେବା ବା ଘରର କିଛି କାମ କରିବାର ଦାୟିତ୍ୱ ନେବା, ଏ ବୋଝ କାରଣରୁ ସେ ହୁଏତ ଆସିପାରୁନଥିବ। ବେଳେ ବେଳେ ଆମେ ଦେଖୁ ଆମେ ଅନେକ ପିଲା ଯୋଉ ବୟସରେ ପାଠ ପଢିବା କଥା ସେଇ ବୟସରେ କାମ କରନ୍ତି। କୌଣସି ଜାଗାରେ ହୋଟେଲରେ ଆମେ ଦେଖୁ, କୌଣସି ଜାଗାରେ ବିଲରେ ଆମେ ଦେଖୁ, ବିଭିନ୍ନ ସମୟରେ ବିଭିନ୍ନ ରୂପରେ ଆମେ ପିଲାମାନଙ୍କୁ ରୋଜଗାର ଭିତରେ ପଳେଇ ଆସିଥିବାର ଆମେ ଦେଖୁ ଯେତେବେଳେ ସେମାନେ ପାଠ ପଢିବାର ଆବଶ୍ୟକତା ରହିଛି। କମ ବୟସରେ ବାହା ହେବା ଏ ବିଷୟରେ ଆମେ ଆଗରୁ ଚର୍ଚ୍ଚା ମଧ୍ୟ କରିଛେ। ଓଡ଼ିଶାରେ ଏ ସ୍ଥିତି ଏବେ ବି ସୁଧୁରି ନାହିଁ। ଅନେକ ସମୟରେ ପିଲାମାନେ ଚାଲାଣ ହେବାର କଥା, ଅନେକ ସମୟରେ ପିଲାମାନେ ହଜି ଯାଉଥିବାର କଥା ଆମେ ମଧ୍ୟ ଶୁଣୁ ଦେଖୁ। ବହୁତ ସମୟରେ ଯେତେବେଳେ ଆପଣ ସହରକୁ ଆସନ୍ତି ସେତେବେଳେ ପିଲାମାନେ ରାସ୍ତା କଡ଼ରେ ଶୋଇବା, ରାସ୍ତା କଡ଼ରେ ରହିବା, ଯାହାର ମୁଣ୍ଡରେ ଛାତ ନାହିଁ ସେଇଭଳି ଅନେକ ପିଲା ବା ସେଇଭଳି ଅନେକ ପିଲାଙ୍କ ପରିବାରକୁ ଆପଣମାନେ ଭେଟନ୍ତି। ଅନେକ ସମୟରେ ପିଲାମାନେ ଭିକ ମାଗିବାରେ ନିୟୋଜିତ ହେଇଥାନ୍ତି, ଭିକ ମାଗୁଥାନ୍ତି ବା ଲୋକମାନେ ତାଙ୍କୁ ଭିକ ମଗେଇବା କାମରେ ଲଗେଇଥାନ୍ତି। ବିଭିନ୍ନ ସମୟରେ ଆମେ ଦେଖୁ, ଖବରକାଗଜରେ ବି ଆସେ ଯେ ପିଲାଟି ପିକ୍ ପକେଟିଂ କରୁଥିଲା, ପକେଟ ମାର କରୁଥିଲା ବା ପିଲାଟି କୌଣସି ଡ୍ରଗ୍ସ ବ୍ୟବସାୟରେ ନିଜକୁ
संपृक्त करितिला एभଳି अनेक कथा मध्य आमे देखु। तो एभଳି अनेक घटना पिलामानंकु विपद संकुलता आड़कू आणे, सेमानकर स्थिति भल नहीं यह सुचाए। तेबे एभଳି स्थितिर सम्मुखीन जदि आपण माने हुअंती बा एभଳି स्थिति देखि पारंती केतेबेले से समय रे आपण माने कौन करिवे, आमे से विषय आमर परवर्ती अध्याय मानकरे आमर जो आईनगत प्रावधान अछि ता विषय आमे निश्चित भाव रे आलोचना करिबा एवं आपण माने प्रत्येक स्तर रे प्रत्येक आईन भितरे थिबा दायित्व को उपलब्ध करि परिबे बा जो माने दायित्व रे अछंती सेमानक सहित आपण मानकर परिचय हो। तेबे सर्वनिम्न जो व्यवस्थाटी रहिछि से विषय आज मध्य आमे टिके आलोचना करिबा। आमर विभिन्न प्रकार पिला मानंकु सुविधा जोगे देबा पई आईन सबु रहिछि। ए आईन भितरे आपण किशोर न्याय आईन विषय आपण माने जानिथिबे बा आमे जानिबा को चेष्टा करिबा। आमर से बड़ी पक्सो आईन अछि, शिक्षा अधिकार आईन अछि, आमर शिशु श्रमिक निषेध करिबा पई आमर आईन अछि। एभଳି अनेक आईन सब अछि एवं ए आईन द्वारा विभिन्न जागारे विभिन्न अनुष्ठान माने अछंती जेउ माने ए आईन माध्यम रे दायित्व संपन्न एवं पिला मानकर अधिकार को सुरक्षित करिवार सेमानकर उत्तर दायित्व अछि। जेमती आपनकर 1098 बा 1098 एक हेल्पलाइन जेउतिरे आपण टेलीफोन करिगिरी एभଳି पिला मानक स्थिति संपर्क रे सूचित कला परे सेमाने आसी पिला को सेही भଳି परिस्थिति रु बाहर को आनिबे एवं तार थैथान व्यवस्था करिवे। सेमिति हमर जिला स्तर रे चाइल्ड वेलफेयर कमिटी अछि, जिला स्तर रे हमर जुवेनाइल जस्टिस बोर्ड अछि, जिला स्तर रे हमर डिस्ट्रिक्ट चाइल्ड प्रोटेक्शन यूनिट अछि। एही समस्तंकर उत्तर दायित्व रहिछि एवं ए समस्ते हमर दायित्व को तुलेबा जो आवश्यकता रहिछि आईनगत भाव रे सेमानकु उत्तरदायी करा जायछि। तेणु आसंतु आमे ए विषय रे परवर्ती अध्याय मानकरे आहुरी अधिक रु अधिक जानिबा एवं आमे आम स्तर रे विपद संकुल पिलाटी को केमती चिन्हट करिबा एवं ताको व्यवस्था सहित केमती जोड़ी पारिबा सेही संपर्क रे अधिक अवगत हवा। परवर्ती अध्याय रे आमे किशोर न्याय आईन संपर्क रे आहुरी अधिक आलोचना करिबा। आज आलोचना को एठी रखिबा। नमस्कार।